ଆପଣ ଯଦି 20,000 ଟଙ୍କା ଅଧିକ ନେଣଦେଣ କରୁଛନ୍ତି କି? ଯଦି ହଁ, ତେବେ ଜାଣନ୍ତୁ ନୂଆ ନିୟମ। ଦେଶରେ ଡିଜିଟାଲ କାରବାର ଗୁରୁତ୍ୱ ବଢ଼ାଇବା ପାଇଁ କେନ୍ଦ୍ର ସରକାର ଅତୀତରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଉଲ୍ଲେଖଯୋଗ୍ୟ, 2016ରେ ବିମୁଦ୍ରାକରଣ ଦେଶରେ ଲୋକଙ୍କୁ ନଗଦରୁ ଡିଜିଟାଲ ପେମେଣ୍ଟ ସ୍ଥାନାନ୍ତର କରିବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାର ସାହାଯ୍ୟ କରିଥିଲା। ଏହା ବ୍ୟତୀତ ଜନଧନ ଯୋଜନା ପରି ଯୋଜନାର ମାଧ୍ୟମରେ ସମସ୍ତଙ୍କ ପାଇଁ ବ୍ୟାଙ୍କ ଆକାଉଣ୍ଟ ଉପଲବ୍ଧ କରାଯାଇଛି। ଏହି ପରିବର୍ତ୍ତନଗୁଡ଼ିକ ଆରମ୍ଭରୁ ଡିଜିଟାଲ କାରବାରର ଯଥେଷ୍ଟ ବୃଦ୍ଧି କରୁଥିଲା, କିନ୍ତୁ ଆଉଥରେ କ୍ୟାଶ୍ ବ୍ୟବହାର ପୁଣି ବୃଦ୍ଧି ପାଇଛି। ଲୋକଙ୍କୁ ଡିଜିଟାଲ ପେମେଣ୍ଟ ଫେରାଇ ଆଣିବା ପାଇଁ ଆୟକର ବିଭାଗ ପ୍ରମୁଖ ପ୍ରତିବନ୍ଧକ ଲାଗୁ କରିବ। ପ୍ରକାଶ ଯେ ଯେଉଁମାନଙ୍କୁ ବିପୁଳ ପରିମାଣରେ କ୍ୟାଶ୍ କାରବାର କରନ୍ତି ସେମାନଙ୍କର ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଟିକସ ଆଇନ କିଛି ବିଭାଗ ଅନୁଯାୟୀ ବଡ଼ କ୍ୟାଶ୍ କାରବାର ପାଇଁ 100% ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ। ଡିପୋଜିଟ୍ କିମ୍ବା ଆଡଭାନ୍ସ ପାଇଁ କ୍ୟାଶ୍ 20,000ରୁ ଅଧିକ ନେଣଦେଣ କରିହେବ ନାହିଁ। ଯଦି କରୁଛନ୍ତି, ତେବେ ସମାନ ଜରିମାନା ମଧ୍ୟ ଦେବାକୁ ପଡ଼ିବ। ଧାରା 269 ଏସ୍ ଅନୁଯାୟୀ ଏହି ସୀମାର ଉଲ୍ଲଂଘନ କଲେ ଦଣ୍ଡ ମିଳିବ। ଗୋଟିଏ ଦିନରେ ବ୍ୟାଙ୍କରୁ 2 ଲକ୍ଷରୁ ଅଧିକ ଟଙ୍କା ଉଠାଇବା ସମ୍ଭବ ନୁହେଁ। ଯଦି ଏପରି କରନ୍ତି, ଧାରା 269 ଏସ୍ ଅଧୀନରେ ଏହି କାରବାର ଉପରେ 100% ଜରିମାନା ହେବ। ଡିପୋଜିଟ୍ ଦେୟ 20,000 ଟଙ୍କା ତଳେ ରହିବା ଉଚିତ। ଏହି ଲିମିଟ୍‌ଠାରୁ ଅଧିକ ନଗଦ ହେଲେ ଧାରା 269 ଅନୁଯାୟୀ ଜରିମାନା ଦେବାକୁ ପଡ଼ିବ। ଧାରା 40A(3) ଅନୁଯାୟୀ ଏହି ସୀମା ବାହାରେ କ୍ୟାଶ୍ କାରବାର କଲେ ଜରିମାନା ଦେବାକୁ ପଡ଼ିବ। ବ୍ୟବସାୟ ସହ ଜଡ଼ିତ କ୍ୟାଶ୍ କାରବାର କେବଳ 10,000 ଟଙ୍କା ମାଧ୍ୟମରେ ସୀମିତ। ବିଭାଗ ଲୋକଙ୍କୁ କ୍ରମଶଃ ଡିଜିଟାଲକୁ ସ୍ଥାନାନ୍ତର କରିବା ପାଇଁ ଡିଜିଟାଲ ସରକାରୀ ପଦକ୍ଷେପ ଗ୍ରହଣ କରାଯିବା ଉଚିତ। ୟୁପିଆଇ କାର୍ଡ ଏବଂ ମୋବାଇଲ ପେମେଣ୍ଟ ଆପ୍ଲିକେସନ ମାଧ୍ୟମରେ ଶୀଘ୍ର ବିକଶିତ ହୋଇଛି, କିନ୍ତୁ କ୍ୟାଶ୍ ବ୍ୟବହାର କମାଇବା ପାଇଁ ଏଗୁଡ଼ିକ ବିଷୟରେ ସଚେତନତା ଜରୁରୀ। ଏ ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ, ଗୋଟେ ଲାଇକ୍ କମେଣ୍ଟ ନିଶ୍ଚିତ କରନ୍ତୁ ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ।